ଦେଖନ୍ତୁ ଆଜି ପବିତ୍ର ଅକ୍ଷିମୁଠି ଛୁଆ କାର୍ଯ୍ୟକ୍ରମ ଏବଂ ଆଜି ମନମୋହନ ସାମଲ ମହୋଦୟ ଅତାବିରା ନିର୍ବାଚନ ମଣ୍ଡଳୀ ଯାହାକି ଓଡ଼ିଶାର ଭାତହାଣ୍ଡି ସେ ଭାତହାଣ୍ଡିକୁ ଆସିକି ଚାଷୀମାନଙ୍କୁ ଉପହାସ କରିଛନ୍ତି, ଚାଷୀମାନଙ୍କୁ ଅପମାନ କରିଛନ୍ତି। ଯେଉଁ ବରଗଡ଼ ଜିଲ୍ଲା ଭାତହାଣ୍ଡି ବୋଲି ଓଡ଼ିଶାରେ ଜଣାଶୁଣା, ସେ ବରଗଡ଼ ଜିଲ୍ଲାରେ ଆଜି 10,000ରୁ ଉର୍ଦ୍ଧ୍ୱ ଚାଷୀଙ୍କର ଧାନ କିଣା ପାଇଁ ପଞ୍ଜୀକରଣ ହେଇପାରିନି। ଆଜି 1.5 ଲକ୍ଷ ଚାଷୀଙ୍କର ଧାନ କିଣା ଏପର୍ଯ୍ୟନ୍ତ ହେଇପାରି ନାହିଁ। ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ ପଡ଼ିଛି ମାର୍କେଟ ୟାର୍ଡରେ। ଆଜି 45 ଦିନ ହେଲା ଚାଷୀମାନେ ଧାରଣାରେ ବସିଛନ୍ତି ଜିଲ୍ଲାପାଳ ଅଫିସ ସମ୍ମୁଖରେ। ତ ଆଜି ଚାଷୀମାନଙ୍କୁ ଅପମାନ କରିବା ପାଇଁ ଆସିକିରି ଉତ୍ସବ ମନାଉଛନ୍ତି ମନମୋହନ ସାମଲ। ଆମେ ନିଶ୍ଚିତ ଭାବରେ ନିନ୍ଦା କରୁଛୁ ଯେ ଯେଉଁ ଚାଷୀଙ୍କର ଆଜି ଜୀବନ ଜୀବିକା ବିପନ୍ନ, ଯେଉଁ ଚାଷୀ ଆଜି ଅସହାୟ, ଯେଉଁ ଚାଷୀ ଆଜି ମୃତ୍ୟୁମୁଖରେ ପଡ଼ିବା ପାଇଁ ଯାଉଛି, ସେହି ଚାଷୀକୁ ଆଜି ଉପହାସ କରିବା ପାଇଁ ଆସିଛନ୍ତି। ଆଜି ଆପଣ ଦେଖନ୍ତୁ ସତଲମାରେ ଗୋଟେ ଚାଷୀ ଭାଗୀରଥୀ ପ୍ରଧାନ 6 ଏକର ଧାନର ପଞ୍ଜୀକରଣ ସେ କରିଥିଲେ, ମାତ୍ର 19 ଡିସମିଲ ଧାନର କାର୍ଡ ଆସିଛି। ଆଜି ଅମାଭନାର ଜଣେ ଚାଷୀ ପାରାଲିସିସ୍ ପୀଡ଼ିତ, ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ହେବା ପାଇଁ 1600 ଟଙ୍କା ଡିଷ୍ଟ୍ରେସ୍ ସେଲରେ ଧାନ ବିକିଛନ୍ତି। ତ ଏଇଟା କ'ଣ? ଏଇଭଳିଆ ହଜାର ହଜାର ଚାଷୀ ଆଜି ଡିଷ୍ଟ୍ରେସ୍ ସେଲର ଶିକାର ହେଲେ। ଆଜି ତାଙ୍କର ପଞ୍ଜୀକରଣ ହେଇନି। ଜିଲ୍ଲାପାଳ ଅଫିସ ସମ୍ମୁଖରେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି, କିନ୍ତୁ ତଥାପି ମଧ୍ୟ ସରକାର ଉତ୍ସବ ମନେଇବାରେ ବ୍ୟସ୍ତ। ତେଣୁ ଆମେ ଦୃଢ଼ ଭାବରେ ଏହାକୁ ନିନ୍ଦା କରୁଛୁ।